ପାର୍ଟ 3ରେ ଆମେ ଦେଖିଥିଲୁ ଯେ ତେନାଲି ରାମ ଧାନ ବୁଣା କଥା କହି ରାଜାଙ୍କୁ ଚିନ୍ତାରେ ପକାଇଦେଲେ। ଏବେ ଦେଖିବା ସେ କିପରି ସମସ୍ୟାର ସମାଧାନ କଲେ। ତେନାଲି ରାମ ଶାନ୍ତ ଭାବରେ କହିଲେ, ମହାରାଜ, ଯଦି କେହି ଠିକ୍ ଭାବରେ ମଞ୍ଜି ବୁଣିବ ନାହିଁ ତେବେ ଭଲ ଫସଲ ହେବ ନାହିଁ। ଆଉ ଯଦି ସେ ମଞ୍ଜି ବୁଣିବା ବେଳେ ହାଇ ମାରୁଥାଏ ତେବେ ମଞ୍ଜି ଠିକ୍ ଭାବରେ ପଡ଼ିବ କି? ଏହା ଶୁଣି ସମସ୍ତେ ହସି ପକାଇଲେ। ରାଜା ମଧ୍ୟ ଅଚିନ୍ତାରେ ହାଇ ମାରିଦେଲେ। ତେନାଲି ରାମ ହସି କହିଲେ, ମହାରାଜ, ଏହି ପୃଥିବୀରେ କିଏ ହାଇ ମାରୁନାହିଁ। ଏହା ତ ସ୍ୱାଭାବିକ ଶ୍ୱାସ ନେବା ପରି। ରାଜା ଏହା ଶୁଣି ସବୁ କଥା ବୁଝିଗଲେ। ସେ ମନେ ପକାଇଲେ ସେ କେମିତି ରାଣୀଙ୍କୁ ହାଇ ମାରିବା ପାଇଁ ରାଗିଥିଲେ। ସେ ଅନୁଭବ କଲେ ଯେ ସେ ଭୁଲ କରିଥିଲେ। ସନ୍ଧ୍ୟାବେଳେ ରାଜା ରାଣୀଙ୍କ ପାଖକୁ ଗଲେ। ସେ ନମ୍ର ସ୍ୱରରେ କହିଲେ, ମୁଁ ଭୁଲ କରିଛି, ମୋତେ କ୍ଷମା କରିଦିଅ। ରାଣୀ ହସି କହିଲେ, ଚାଲନ୍ତୁ ଏହି ଝଗଡ଼ା ଭୁଲିଯାଅ। ମୁଁ ଆପଣଙ୍କ କବିତା ଶୁଣିବାକୁ ଚାହେଁ। ଏହାରେ ଦୁହେଁ ହସି ଖୁସି ହେଲେ ଏବଂ ପୁଣି ଥରେ ମହଲରେ ସେ ହସ ଓ ଖୁସି ଫେରି ଆସିଲା। ତେନାଲି ରାମଙ୍କୁ ମଧ୍ୟ ପୁରସ୍କାର ଦିଆଗଲା। ଏଥିରୁ ଆମେ ଶିଖିଲେ ଯେ ଛୋଟ କଥାକୁ ନେଇ ଝଗଡ଼ା କରିବା ଉଚିତ ନୁହେଁ। ବୁଦ୍ଧି ଓ ଧୈର୍ଯ୍ୟରେ ସମସ୍ୟା ସମାଧାନ ହୋଇପାରିବ। ଏହା ଥିଲା ଦି ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍ର ସୁନ୍ଦର କାହାଣୀ।